ଭଗବାନଙ୍କୁ ବି ଛାଡ଼ିଲେନି। ବିଳମ୍ବିତ ରାତିରେ ମନ୍ଦିରର କଳାକନା ବୁଲାଇଲେ ଲୁଟେରା। ନୀଳଗିରିର 2ଟି ମନ୍ଦିରରୁ ସିରିଜ୍ ଲୁଟ୍ ହୋଇଛି। ଠାକୁରଙ୍କ ମୁଣ୍ଡରୁ ନେଇଗଲେ ସୁନା ମୁକୁଟ ସହିତ ଲକ୍ଷାଧିକ ଟଙ୍କାର ଅଳଙ୍କାର ଓ ଦାନ ବାକ୍ସ। ମିଳିଥିବା ସୂଚନା ଅନୁଯାୟୀ ନୀଳଗିରି ଥାନା ଅଧୀନସ୍ଥ ପୋଡ଼ାଶୋଳ କାଳୀ ମନ୍ଦିର ଓ ଛତର ଛକରେ ଥିବା ଶନି ମନ୍ଦିରରୁ ବିଳମ୍ବିତ ରାତିରେ ଲୁଟେରାମାନେ ମନ୍ଦିର ଭାଙ୍ଗି ଅଳଙ୍କାର ବାକ୍ସ ସହ ହୁଣ୍ଡି ବାକ୍ସ ଏବଂ ସମସ୍ତ ଅଳଙ୍କାର ଓ ଟଙ୍କା ଲୁଟିବା ପରେ ନିକଟସ୍ଥ ବିଲଗୁଡ଼ିକରେ ଫୋପାଡ଼ି ଚାଲି ଯାଇଛନ୍ତି। ସକାଳୁ ସକାଳୁ ପୂଜକ ମନ୍ଦିର ପୂଜା କରିବାକୁ ଆସିବା ପରେ ଏ ଘଟଣା ବାବଦରେ ଜାଣିବା ପରେ ସ୍ଥାନୀୟ ଲୋକଙ୍କୁ ଅବଗତ କରିଥିଲେ। ନୀଳଗିରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ନିକଟସ୍ଥ ଗାଁଗୁଡ଼ିକରୁ ମଧ୍ୟରୁ ଚୋରି ହୋଇଥିବା ନେଇ କିଛି ଗ୍ରାମବାସୀ ମଧ୍ୟ ଅଭିଯୋଗ କରିଛନ୍ତି। ଗାଡ଼ି ଭିତରେ ସେ ମୋବାଇଲ କଥା ହଉଛି ବୁଝିଲା। ଚାଲ ବଡ଼ ଗାଡ଼ି ଟ୍ରକ୍ କଥା ହଉଛି।